ଓଡ଼ିଶା ଲେବର କୋଅପରେଟିଭ ସୋସାଇଟି ଯାହା ଶୁଣିବାକୁ ପାଇଲି, ଯାହା ମୋତେ ଇନଫର୍ମେସନ୍ ଆସିଛି, ସାରା ଓଡ଼ିଶାରେ ଏମାନେ ଯେଉଁ ମଲ୍ ଯେଉଁଟାକି ଯାହାକୁ କୁହାଯାଏ, ସେମାନେ ଖୋଲିଛନ୍ତି। ବିଭିନ୍ନ ଏ ଯେଉଁ ଡିଷ୍ଟ୍ରିବ୍ୟୁଟ୍ କରୁଛନ୍ତି, ସେମାନଙ୍କର ଛୋଟ ଛୋଟ ଦୋକାନ କରିକରି ସେମାନେ ସାମଗ୍ରୀ, ଖାଉଟି ସାମଗ୍ରୀ ବା ବିଭିନ୍ନ ରକମ ବ୍ୟବହାର୍ଯ୍ୟ ଜିନିଷ ଏମାନେ ବିକୁଛନ୍ତି ତାଙ୍କର ସୋସାଇଟି ମାଧ୍ୟମରେ, ଯାହାକୁ ଏସ୍ଏସ୍ ମାର୍ଟ ବୋଲି କୁହାଯାଏ। ଏସ୍ଏସ୍ ମାର୍ଟ ସେମାନେ ତାଙ୍କର ନେଟୱାର୍କ ସାରା ଓଡ଼ିଶାରେ କରିଛନ୍ତି ଏବଂ ଯେଉଁମାନେ 250 ଟଙ୍କା ଦେବେ ସେମାନେ ତାର ସଦସ୍ୟ ହେବେ। ଯିଏ ସ୍ମାର୍ଟ ନେବ ଏସ୍ଏସ୍ ମାର୍ଟ, ସେ 1000 ସଦସ୍ୟ ତାକୁ ମେମ୍ବର କରିବାକୁ ପଡ଼ିବ। ଆଜିକି ସେମାନେ କାଲି କିଛି ମହିଳା ଆସିଥିଲେ ମୋ ପାଖରେ, 10-20 ମହିଳା। ସେମାନେ କହିଲେ ଯେ ଆମକୁ ଆଜି 3 ମାସ ହେଲା ଆମକୁ କିଛି ଟଙ୍କାଟି ମଧ୍ୟ ଏମାନେ କମିଶନ କିଛି ଦେଉନାହିଁ କି ଆମର ଯେଉଁ ସ୍ମାର୍ଟ ଆମେ ଖୋଲିଛୁ ସେଠି ମଧ୍ୟ ସାମାନ ପତ୍ର ବି ଦେଉନାହାନ୍ତି। ଏବଂ ଉପରନ୍ତ ସେମାନେ କହୁଛନ୍ତି ଯେ ଆମକୁ ଏ ସଂସ୍ଥାରେ ରେଗୁଲାର କରିବା ପାଇଁ ଯେଉଁମାନେ ମେଟ୍ରିକ୍ ଫେଲ୍ ତାଙ୍କଠୁ 30,000 ଟଙ୍କା ନେଇଛନ୍ତି, ଯେଉଁମାନେ ଆବଭ୍ ମେଟ୍ରିକ୍ ତାଙ୍କଠୁ 15,000 ଟଙ୍କା। ଏବଂ ତାଙ୍କର ଗୋଦାମ ଘରରେ ଯେଉଁଟାକି ଗୋଦାମରେ ମଧ୍ୟ ସାମଗ୍ରୀ କିଛି ନାହିଁ ସପ୍ଲାଇ କରିବା ପାଇଁ, ତାଙ୍କ ଯେଉଁ ହେଡ୍ ଅଫିସରେ ଗୋଦାମ କରିଛନ୍ତି ଭଡ଼ା ଘର ନେଇ। ତ ଏ ପ୍ରକାର ଯଦି ସାରା ଓଡ଼ିଶାରେ ଚାଲେ ତ ଏଇଟା ଗୋଟେ ବ୍ୟାପକ ର୍ୟାକେଟ୍। ମୁଁ ଯାହା ଭାବୁଛି ଏଥିରେ ବ୍ୟାପକ କରପସନର ବାସନା ବାଜୁଛି ଏଥିରେ। ତେଣୁ ଏବେଠୁ ୟା ଉପରେ ତଦନ୍ତ ହେବା ଦରକାର। ବାସ୍ତବରେ ଏଗୁଡ଼ାକ କ'ଣ, ଏଇଟା ଗୋଟେ ଭବିଷ୍ୟତରେ ଚିଟ୍ ଫଣ୍ଡର ରୂପ ନେଇପାରେ। ମୁଁ ଯାହା ଅନୁମାନ କରୁଛି ଏଇଟା ଏକ ପ୍ରକାର ଚିଟ୍ ଫଣ୍ଡର ରୂପ ନେଇପାରେ ବୋଲି ଅନୁମାନ କରୁଛି, କାରଣ ଲୋକମାନେ ଯାହା ଅଭିଯୋଗ କରୁଛନ୍ତି। ତେଣୁ ଏମାନେ ମଧ୍ୟ ମୋତେ ଲିଖିତ ଆକାରରେ ଦେଇଛନ୍ତି ଏବଂ ଖାଲି ମୋତେ ନାହିଁ, ଏମାନେ ମୁଖ୍ୟମନ୍ତ୍ରୀ, ଜିଲ୍ଲାପାଳ, ତାପରେ ଗୃହ ସଚିବ, ତାପରେ ଡିଜି, ଏସ୍ପି, ତାପରେ ଏସିପି, ଡିସିପି, ସିପି ଏ ସମସ୍ତଙ୍କୁ ଦେଇଛନ୍ତି। ବିଷ୍ଣୁପ୍ରିୟା ସେଠୀ ଏବଂ ଯଶୋଦା ଏବଂ କ୍ଷୀରଚନ୍ଦ୍ର ପଣ୍ଡା ଏବଂ ତା ସହିତ ଆହୁରି ଦେଇଛନ୍ତି ବବୁଲୁ ବେହେରା, ଏମାନେ ସବୁ ଦେଇଛନ୍ତି। ମୋର କହିବା କଥା ଯେ ୟା ଉପରେ ବିଧିବଦ୍ଧ ଭାବରେ ତଦନ୍ତ ହେବା ଦରକାର। ପାନିକୁ ପାନି, କ୍ଷୀରକୁ କ୍ଷୀର ଠିକ୍ ସଫା ଅଲଗା ହେଇଯିବ, ଜଣା ପଡ଼ିଯିବ ବାସ୍ତବରେ ଏଇଟା କ'ଣ। ଲୋକ ତ ଅଭିଯୋଗ କରିବେ, କିନ୍ତୁ ଅଭିଯୋଗର ସତତା କ'ଣ ଅଛି ବା ଏଇଟା ବାସ୍ତବରେ ସଂସ୍ଥା ଠିକ୍ କି ଭୁଲ, ବା ଭବିଷ୍ୟତରେ ଏମାନେ ଠକିକିରି ପଇସା ପତ୍ର ନେଇକି ଚୁପ୍ ହେଇଯିବେ, ଉଭାନ ହେଇଯିବେ କି, ଏ ସମ୍ଭାବନାକୁ ଏଡ଼େଇ ହେବ ନାହିଁ। ତେଣୁକରି ତୁରନ୍ତ ଏହା ଉପରେ କିଛି ଗୋଟେ କାର୍ଯ୍ୟାନୁଷ୍ଠାନ ହେବା ଦରକାର, ତଦନ୍ତ ହେବା ଦରକାର। ତେବେ ଯାଇ ଏହାର ଅନ୍ତ ଘଟିବ ଏବଂ ଲୋକମାନେ ଯଦି ଠକାମିର ଶିକାରରୁ ବଞ୍ଚିତ ହେବେ, ସେମାନେ ଦୂରେଇ ରହିବେ। ଦେଖନ୍ତୁ, ଆମର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଜିରୋ ଟଲାରେନ୍ସ ଦୁର୍ନୀତି ଉପରେ, ଏ ବିଗତ ସରକାର ସମୟରେ ଏହି ସଂସ୍ଥାଟା ଚାଲି ଆସିଛି। ଏଇଟା ଏବେକାର ନୁହଁ, ବିଗତ ସରକାର ସମୟରେ ହିଁ ଏହି ଓଡ଼ିଶା ଲେବର କୋଅପରେଟିଭ ସୋସାଇଟି ତିଆରି ହେଇକରି ଆସିଛି। ତେଣୁକରି ୟା ଉପରେ ନିଶ୍ଚିତ ଭାବରେ ମାନ୍ୟବର ମୁଖ୍ୟମନ୍ତ୍ରୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ, କାରଣ ସେ କେବେ ହେଲେ କାହାକୁ ବି ସେ ଛାଡ଼ିବେ ନାହିଁ। ଯେଉଁମାନେ ଦୁର୍ନୀତିଗ୍ରସ୍ତ ବ୍ୟକ୍ତି, ଚାहे ଯେଡ଼େ ବଡ଼ ଲୋକ ହୁଅନ୍ତୁ ନା କାହିଁକି, ସେ ନିଶ୍ଚିତ ଭାବରେ ଦଣ୍ଡିତ ହେବେ। ଯେଉଁ କର୍ମଚାରୀମାନେ ଏଥିରେ ଅଛନ୍ତି ସେମାନେ ମଧ୍ୟ ଚିନ୍ତା କରିବା ଦରକାର ଯେ ଯେମିତି ଗରିବ ଲୋକମାନେ ହଇରାଣ ହରକତ ହେବେ ନାହିଁ, ସେ ଲକ୍ଷ୍ୟ ଦେବା ଦରକାର। ଏବଂ ସବୁ ବିଭାଗକୁ ତ ଚିଠିମାନେ କରିଛନ୍ତି, ତେଣୁକରି ବିଭାଗୀୟ ଅଧିକାରୀମାନେ ଖୋଜ ଖବର ନେବେ। କଥା ଅଛି କାରଣ ଅନେକ ସମୟରେ ସାମ୍ବାଦିକ ଭାଇମାନଙ୍କ ଉପରେ ପ୍ରକାର ହୁଏ, ଏ ଆଜି ନୂଆ କଥା ନୁହେଁ, ଅତୀତରେ ମଧ୍ୟ ହେଉଥିଲା। କାରଣ ବହୁତ ଥର ଏ ଘଟଣା ଘଟିଛି। କାରଣ ସତ ନ୍ୟୁଜ୍ ଯେ କାଢ଼ିବେ, ବାହାର କରିବେ, କିଛି ଲୋକଙ୍କର ହୁଏତ ସ୍ୱାର୍ଥରେ ଆଞ୍ଚ ଆସିବ, ସେମାନେ ଗୋଟେ ମାନହାନି କେସ୍ କରିବେ
कि गोटे माने मिछ केस देवे ये सब कहीं से माने बरंश डाकिक जो न्यूज पेपर बाहर कला जो इलेक्ट्रोनिक मीडिया सहित तांकर सबू जिनिस खोला खोली डिस्कसन करने कथा केस देले एक समाधान हम कि समाधान हम ना केस देले मामला देले कौन माने सांबादिक मान कंठरोध कर हम कि जहाँ सत सत आज ना काली काली ना परदिन बाहरटा निश्चित बाहर तेणुक एबेठू निश्चित भाव सरकारी मेसिनारी निश्चित भाव काम करेंगे एमें किसी भाबार ना आप तो देखुए प्रतिदिन 2 जन 4 जन कर्मचारी बंधा होती धरा जाऊँगी एमाने जहाँ कर सरकार तीक्ष्ण दृष्टि निश्चय थी कार्यानुष्ठान निश्चय हम। तो निर्वाचन मंडली लोक मैंने आपन को बहुत विश्वास एवं बहुत भरोसा भी करती जे आपण एक सचोट लोक एवं गरीब दुखी कथा को भी आपण शुणी जानवा चाहते आपण कौन तांका साहाय्यर हाथ एथे बढ़ी पारे। मु तो कहूँ जे जयदेवर कौन लोक ऊपर जदि किसी असुविधा है वो निश्चित से पाखे छिड़ा हेबी मुझे ये जो माने ये जो कार्य करजे भी तदंत करुच्ची कौन घटना मु निश्चित भाव यहाँ सरकार को दृष्टि को आकर्षण करी और जनईबी या तीक्ष्ण दृष्टि रखापी जमी गरीब लोक ठकई हेबे नहीं।